ବାଁ ଗୋଡ଼କୁ ଟେକି ଦେଇଛି ତାପରେ ତ ଖାଲି ଢିକି 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 କରିକି ବାଡ଼ଉ ତାପରେ ତ ଖାଲି ଢିକି 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 ତାପରେ ତ ଖାଲି ଢିକି 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 ମାଇ ଖରାରୁ ଆସିଲି ଧାଇଲ ମାଇ ଖରାରୁ ଆସିଲି ଧାଇଲ ମାଇ ତୋତେ ଦେଖିବାର ପାଇଲ ନାରେ 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 ନା ନାରେ ନାରେ ନା ନାରେ 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 ନା ନାରେ শুণ শুণ সভা জনে কহুচি এ জনে কহুচি মুই এই বাটে গলে ইমো বলা মাই ও বলা মাইর মোর বউর এ জন বউর বেড়ি খোসা পারি দিব মাই মন জানি ও বলা মাইকু যেবে ভেটন্দি হে জন ভেটন্দি মুই লক্ষে চম্পা ঝরে ইবি সমুশিরারে খারাঙ্গে আই শুনো ইয়ারে আই কোন হইতে হউছ ଏ ତମେ କେଡ଼େ ଖରାପ ଲୋକ ଏ କାହିଁକି 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 ବୋଲେ ହଁ 5-7 ବର୍ଷ ହେଲା ମୁଁ ମାମୁଁ ଘରକୁ ଯାଇନଥିଲି ହଁ ହଁ ହେଲେ କାଲି ରାତିରେ ମୁଁ ଶୋଇଛି କଣ ମାଇଁ ମାନେ ଟିକେ ସପନରେ ଆସିଲେ ମାଇ ମାନେ ସପନ ଆସିଲେ ହଁ କଣ କହିଲେ ମୁଁ ଶୋଇଛି ଘୋରାଘୋରି ହେଇକି ହଁ ଆଉ ମାଇଁ ମାନେ ଆସନ୍ତି କବାଟଟାକୁ ଖୋଲି ଦେଇକି ମୁରୁକି ଘଷା ଦେଇକି ପଳାନ୍ତି ମୁରିକି ହସା ଦେଇକି ଝୁମଝୁମ ହେଇକି ପାଉଁଜ ଲଗେଇ ପଳେଇବେ ହଁ ନାକି ଓଢାଣି ଦେଇକି ନାଇଁ କି ହଁ ଆଉ ମୁଁ ତ ସେଟା ଭାବି ଭାବି ଶୋଇଲି ପାହାନ୍ତିଆରୁ ବାହାରି ପଡ଼ିଲି ମାମୁଁ ଘରକୁ ଆଚ୍ଛା ମାମୁଁ ଘରକୁ ମାଇଁ ମାନଙ୍କୁ ଦେଖିବାକୁ ଆଉ ମାଇ ମାନେ ସପନ ଆସିଥିଲେ ଆଉ ଦେଖିବାକୁ ଯିବନି କେମିତି ହଁ ହେଲେ ବାହାରି ପଡ଼ିଲେ ଯୋଉ ସାଙ୍ଗରେ ମତେ ଟିକେ ଦୁସିଆଟା କହବ ଆଚ୍ଛା ମୁଁ ଗୋଟେ ଖଣ୍ଡିଆ ଲଣ୍ଠନଟେ ଧରିଥିଲି ହଁ ହଁ ଖଣ୍ଡିଆ ଲଣ୍ଠନଟେ ଧରିଥିଲି ତାପରେ ଇଆଡ଼େ ବାହାରୁଛି ତ ମାମୁଁ ଘରକୁ ଏ ଆସିଲା ବେଳକୁ ଯୋଉ ଏ ପୋଖରୀ ଦୁଠି ଗୋଟେ ବରଫ ଛୁଟି ନାହିଁ ହଁ ସେଇଠି ଗୋଟେ ଅଶୁଭ ଲକ୍ଷଣ ଦେଖିଲି କଣଟେ କଣଟେ ବୋଲେ ସେମାନେ କଞ୍ଚା ବରଫଳରେ ପାଚିକି ତଳେ ଗଦା ହେଇକି ହେଲା ପଡ଼ିଛି ସେଟା ଟିକେ ସରିଲା ପଡିକି ପାଚି ଯାଇଛି ଆଉ ତଳେ ପଡ଼ିକି ପାଚି ପାଚି ଯାଇଛି ଯାଇଛି ଆଉ ସେ ବିଲ ମାଳା ଆଡ଼ୁ ଗୋଟେ ମାଇ ବିଲୁଆଟେ କ'ଣ କରୁଛି ଜାଣିଲ ସେ ଗଛ ମୂଳରେ ଆଣ୍ଠେଇ ପଡ଼ିଛି ଖାଉଥିବ ଆଉ ବରଫ ଗୁରା ଖାଇ ନେବି ବରଫ ଖାଉଛି ମିଠା ମିଠା ଲାଗୁଛି ଆଉ ଗୋଟେ ଅଣ୍ଡ୍ରା ବିଲୁଆଟେ କ'ଣ କରୁଛି ଜାଣିଲ କଣ ସେ ମାଇ ବିଲୁଆର ପଛପଟେ ବାଁ ଗୋଡ଼କୁ ଟେକି ଦେଇଛି ତାପରେ ତ ଖାଲି ଢିକି 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 କରିକି ବାଡ଼ଉଛି ହେଲେ ମତେ ଟିକେ ସଁ ସଁ ଶୁଭିଲା ମୁଁ କହିଲି ଶଳା ଏଠି କ'ଣ ନାଗସାପ ଚୋଟ ମାରୁଛି କି ସେ ଖଣ୍ଡିଆ ଲଣ୍ଠନଟା ତ ଧରିଥିଲି ଆଉ ଟିକେ ପାଖେଇ ପାଖେଇ ଗଲି ଯେତେବେଳେ ପାଖେଇ ପାଖେଇ ଗଲି ଯେମିତି ଲଣ୍ଠନରୁ ଆଲୁଅ ଟିକେ ପଡ଼ିଗଲା ମୁଁ ଦେଖିଦେଲା ବେଳକୁ ସେଇ ଅଣ୍ଡ୍ରା ବିଲୁଆଟାର ପଛପଟେ ଯୋଡ଼େ କଲିମି ଆମ୍ବ ପୁରି ଫଳ ଖାଲି ବାଡ଼େଇ ହେଉଛି ତମେ ବୁଝିବାଟା ଭୁଲ କାହିଁକି କଣ ହେଇଛି ବୋଲେ ଶୁଣ ସୋଜାତି ପରମହଂସୀଙ୍କ ଗୋଟେ ବଡ ଫଳ ଗୁଡାକ ପଡିଛି ଗୋଟେ ପାଚିଲା ପାଚିଲା ବଡ ଫଳ ପଡିଛି ସେଟା ମିଠା ଲାଗୁଛି ମାଇ ବିଲରେ ଜଣେ ଆସି ଖାଉଛି ଆଉ ଗୋଟେ ଯେତେବେଳେ ପଳେଇ ଆସିଲା ଦି ଜଣ ଯାକ ଖାଇଲେ ଜଣଙ୍କର ଭାଗ କମିଯିବ ନା ନାଇଁ ସେଥିପାଇଁ ତାଙ୍କେ ଜଣ ମାଡ଼ ଲାଗିଲେ ସେ କହିଲା ମୁଁ ତ ଏକା ଖାଉଥିଲି ତୁ କାଇଁ ଆସି ଖାଇଲୁ ଦୁହେଁ ଝଗଡା ଲାଗିଥିଲେ ତାକେ ଝଗଡା ଲାଗିଥିଲେ ଆଉ କଣ ସେ ଫଳ ଦିଟା କାଇଁ ବାଡେଇ ହଉଥିଲା ଆରେ ଆମେ ତ ଲୁଗାପଟା ପିନ୍ଧୁଛୁ ଯେ ଆମେ କଳି ଝଗଡା ଲାଗିଲେ ଦେହରୁ ପଳଉଛି ସେ କଣ ପିନ୍ଧିଛନ୍ତି ହଁ ତାଙ୍କେ ନଙ୍ଗଳା ଆଉ ତ ସେଇଟା ତ ସେଇଠି ଦେଖିକି ଆଇଲେ ଅଶୁଭ ଲକ୍ଷଣ ଟା
ଆଉ ଇଆଡ଼େ ଆଇଲା ବେଳକୁ ତମେ ମୋ ଆଗରୁ ଡାକିକି ଅଗୁଡ଼ାକୁ ଭାଙ୍ଗିଦେଲଣି। ଆଗରୁ ଡାକିଲେ ଅଗ ଭାଙ୍ଗିବନି, ଆଉ ପଛରୁ ଡାକିଲେ ଶୁଭ ଭାଙ୍ଗିଯିବ। ସେଇଆ ସେଇଆ। ଏଇ ତମ ମାଇଁ ମାନଙ୍କୁ ଦେଖିବାକୁ ଆସିଥିଲ, ହଁ ଏଇ ମାଇଁ ମାନେ ତମର ବସୁଛନ୍ତି ଦେଖ, ଆମ ମାଇଁ ମାନେ ଏଇ ପାଖେ ଅଛନ୍ତି। ତମେ ସତ କହୁଛଟି? ଦେଖୁନ ତମ ମାଇଁ ମାନେ, ନାଇଁ ଆମ ମାଇଁ ଇଆଡ଼େ ଆଇବେନି। ଦେଖୁନ ଦେଖ, କାଇଁ କୋଉ ଆଡ଼େ? ଏଇଠି ଏ ପାଖେ। ଏ ମାଇଁ ଏଇଠି ମୁଁ ତମକୁ ଏଇଠି କଲି। ମାଇଁ ଖରାରୁ ଆସିଲି ଧାଇଲ, ମାଇଁ ଖରାରୁ ଆସିଲି ଧାଇଲ, ମାଇଁ ତୋତେ ଦେଖିବାର ପାଇଲ। କାନୁ କଦମ ମୂଳରେ ଥିଲାଇ, କାନୁ କଦମ ମୂଳରେ ଥିଲାଇ, କାନୁ କେ ରଙ୍ଗ କାଉ ଶିଖିଲାଏ। ମାରୁଚି ଘୋରାଲୋ, ମାଇଁ ଆଡୁଆ ମାରୁଚି ଘୋରାଲୋ, ତୋର କଙ୍କାରି ପଣ ତ ଘୋରାଲୋ। ତତେ ଏଇ କଲିଆଣ ହିଉରେ, ତତେ ଏଇ କଲିଆଣ ହିଉରେ, ତତେ ରାଧା ଚନ୍ଦ୍ର ବାଡ଼ି କାଉରେ। ଖାଡ଼ଙ୍ଗେ କଣ କଣ ହେଲା ତମ ମାଇଁ ମାନେ? କଣ ଶୁଳା ଝାଡା ହଉଛି କି? କଣ ହେଇଛି? ତ ମାଇଁ ମାନେ କଣ କଲେ? କଣ କଲେ ମାଇଁ ମାନେ? କଣ କଲେ ମାଇଁ ମାନେ? କଣ କଲେ ମାଇଁ ମାନେ? କଣ କଲେ? କଣ କଲେ ଜାଣିଲ? କଣ ମାଇଁ ମାନେ ଯାହା କଲେ ମତେ ଆଉ ଦିନ ବେଳେ ଭୟ ନାହିଁ କି ଦିବସରେ ଭୟ ନାହିଁ। ନାଇଁ ନାଇଁ ନା ଯାହା ରାତିରେ ଭୟ। ରାତିରେ ଭୟ ଲାଗିବ। ହଁ ଧାଇଁ ପଳେଇବ କିଲିକିଲି ହେଇକି ପଛରେ ଭୂତ ଆସିବ। ନା ପକୁନି କଣ କଲେ ଜାଣିଲ? କଣ କଲେ? 2-4 ଜଣଙ୍କୁ ସାର୍ଥୀ କରିକି ମୋ ତୁଲେ ପଠେଇଦେଲେ। କାହାକୁ କାହାକୁ ପଠେଇଲେ? କାହାକୁ ପଠେଇଲେ? ଆଘରେ ଗଲା ରାଧା, ତା ପଛକୁ ଚନ୍ଦ୍ର, ତା ପଛକୁ ବାଡ଼ି, ମୁଁ ଗଲି ମାଡ଼ି ମାଡ଼ି। କିଏ ଖାଡ଼ଙ୍ଗେ ଇଏ ତମର ସବୁବେଳେ ଏଇ ଚୁଗୁଲିଆ କଥା ଗଲେନି? ଆଉ ଟିକେ ତ ରହିଗଲା। ତମ ମାଇଁ ମାନେ କଣ ପାଇଁ କାନ୍ଦୁଥିଲେ ଟିକେ ପଚାର। ମାଇଁ ମାନେ କାନ୍ଦୁଥିଲେ ଆହୁରି? ପଚାର ପଚାର। ଏ ମାଇଁ ତମର କଣ ହେଇଛି କାଇଁ କାନ୍ଦୁଥିଲ? ତମର ବା ମାମୁଁ ମରିଗଲେ। ମାମୁଁ ମରିଗଲେ? ମରିଗଲେ ନା ଚିପିକିରି ମାରିଦେଲ? ମରିଗଲେ। ମରିଗଲେ? ଆଇ ଯାଇଲ ଶଳା କି ସୁଯୋଗ, ଏମିତିଆ ସୁଯୋଗ କୋଉ ଭଣଜାକୁ ମିଳିବନି। ଏ କାଳି ଯାଇ ବଡ଼ ବଡ଼ ମାଇଁ ମୋର କାଳି ଯାଇ ବଡ଼ ବଡ଼ ଲୋ, ଏ କାଳି ଯାଇକି ମୁଁ ଜଣେଇ ଆସିଛି ମାଇଁ ମୋର ସତ ତୋର ହେବୁ ରାଣ୍ଡ ଲୋ। ଖଣ୍ଡିଆ ମସିଣା ବାଣି ବଣ ଜରେ, ଖଣ୍ଡିଆ ମସିଣା ବାଣି ରେ, ଏତେ କଲ করে মত সাজলু, বণ যত দান্তের রক্ত পানি রে। କିଏ ଖାଡ଼ଙ୍ଗେ ଇଏ ତମର ସବୁବେଳେ ଚୁଗୁଲିଆ କଥା ଗଲାଣି। ଆଉ ଟିକେ ତ ରହିଯାଉଛି। ତମ ମାମୁଁ ମରିଯାଇଛନ୍ତି, ହେଲେ ଭୋଜି କାର୍ଯ୍ୟ ଶୁଦ୍ଧ କ୍ରିୟା ହବ ନା ନାଇଁ? ହଁ ନହେ ଶୁଦ୍ଧ କ୍ରିୟା କିଏ କରିବ? ମୁଁ କରିବି। ତମେ କଣ ଦୁଶୁନି ତ? ମୁଁ ପରା ବଡ ଭଣଜାଟେ ଠିଆ ହେଇଛି। ନାଇଁ ଆମ ଦିଅର କରିବେ। ଦିଅର କରିବେ। ଦିଅର କରିବେ? ଏ ମାଇଁ ମୁଁ କଲେ ଭଲ ଲାଗିବ? ନାଇଁ ଆମ ଦିଅର କଲେ ଭଲ ଲାଗିବ। ଦିଅର କଲେ ଭଲ ଲାଗିବ? ଆଇ ଯାଇଲ ମାଇଁ ମାନେ କଣ କହୁଛନ୍ତି ଦିଅର କଲେ ଭଲ ଲାଗିବ? ଭଣଜା ହଉଛନ୍ତି କୁଳନନ୍ଦନ, ଶୁଦ୍ଧ କ୍ରିୟା ଯଦି ଭଣଜା କରିବେ ତାହେଲେ ଭଲ। ହଁ ଭଲ। ମୁଁ ପାଣି ଦେଲେ ମାମୁଁ ଡକ ଡକ କରିକି ପିଇବ କାଣି ଆଙ୍ଗୁଠିରେ। ହେଲେ ତମେ ଶୁଦ୍ଧ କ୍ରିୟା କରିବ ନା? ହେଲେ ଭୋଜି ଭାତ ହବ? ଭୋଜି ଭାତ ହବ। ଆଉ ଭୋଜି ହବନି ଆଉ କଣ ବାଲି ଗୋଡି ଖାଇବା? ହେଲେ ପନିପରିବା ସବୁ କୋଉଠୁ ଆସିବ? ପନିପରିବା ବେଲପଡା ହାଟରୁ। ବେଲପଡା ହାଟରୁ ଆସିବ। ହେଲେ କୋଉଥିରେ ଆଣିବା?
କୋଉଥିରେ ଶଗଡ଼ରେ ଆଉ ଅଟୋ ତ ଆଣିଲେ ତେଲ ମହରକ କଣ କରିବା ହେଲେ ଅଟୋରେ ଶଗଡ଼ରେ ଆଣିବ ଶଗଡ଼। ଶଗଡ଼ କୋଉ ରାସ୍ତାରେ ଆସିଲେ ପାଖ ହବ ଶୀଘ୍ର ଆସିବ କହିଲ ଶଗଡ଼ ଏ କାନ୍ଥରେ ବାଡରେ ଦୁଲରେ ଶ୍ରେଣୀରେ ଚାଳରେ ଏମିତି କଣ ଶଗଡ଼ କେବେ ଆସେ ତା ବୋପା ଶଳା ଦଣ୍ଡ ଧରିଥିଲା ଗିଡ଼ିକିନା ପଡ଼ିଗଲା କିଏ ଖାରଙ୍ଗେ କଣ କିଓ ପନିପରିବା ପଳେଇ ଆସିଲା ପନିପରିବା ଭୋଜି ପଳେଇ ଭାତ ହେଇଗଲା ଭୋଜି ଭାତ ହେଇଗଲା ଭୋଜି ଖାଇଲ ଆଜି ଭୋଜି ଖାଇଲୁ ବଡ଼ ମଜାରେ ଆଜି ଭୋଜି ଖାଇଲୁ ବଡ଼ ମଜାରେ ଆଳୁ ବାଇଗଣ ସାରୁ ଜଟଣା କକାରୁ ଜଟଣା କକାରୁ ଭେଣ୍ଡି ବିଲାତି ଆଳୁ ପୋଟଳ ପିତଳ ଯା ଖାଇ ଯା କଦଳୀ ବଜାରେ ଆଜି ଭୋଜି ଖାଇଲୁ ବଡ଼ ମଜାରେ ଏ ମାଇଁ ହଁ ଭଣଜା ମୋ ବୋଲ କାଇଁ ଯା ଭଣଜା ତମ ସାନ ମାମୁଁ ଡାକିଦବ। ମୋ ବାପଲୋ ଆହୁରି ଏଣ୍ଠା ଛାଡନି ହଁ। ସାନା ମୁଁ ହଁ ସେ ହାରାମ ପିଲା କଣ ଥବ କି ଆଉ କୁଆଡେ ଯାଇଥିବେ କୋଉଠି ଦି ଚାରିଟା ଟୋକିକି ଧରିକି ପାଳଗଦା ମୂଳେ ଗଡୁଥିବ ଯ ଡାକିଦବ। କହିଦେବି ହଁ ଏ ମାମୁଁ ରେ ଏ ବେଇପ ମାମୁଁ ମାମୁଁ ଆଇଲେ କଣ କରିବ ଯେ ମାମୁଁ ଆଇଲେ ହଁ? ଆମର କଥା ଅଛି। ହଁ ହଁ ଲୋଭ ନାହିଁ ଟିକେ ମାମୁଁ ଆଇଲେ କହ ଏ ମାମୁଁ ରେ ଏ ବେଇପ ମାମୁଁ ଧାୟା ଧାୟା